Hi friends, welcome to our YouTube channel SBM Coaching Center. Friends, ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆପଣମାନଙ୍କର ଦଶମ ଶ୍ରେଣୀ ପାଇଁ ସମ୍ବାଦପତ୍ରରେ ପ୍ରତ୍ୟେକ ଦିନ ଆପଣମାନଙ୍କର ବୋର୍ଡ଼ ଏକ୍ଜାମ ପାଇଁ ପ୍ରାକ୍ଟିସ୍ ସେଟ୍ ଆସିବ। ତ ସେଥିପାଇଁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇଦେବି। ତା ସହିତ ଆପଣମାନେ ଏହି ଯେଉଁ ପ୍ରାକ୍ଟିସ୍ ସେଟ୍କୁ ଏମିତି ଭାବରେ ପ୍ରାକ୍ଟିସ୍ କରନ୍ତୁ ଯାହାକି ଆପଣମାନଙ୍କୁ ଲାଗିବ ଆପଣମାନେ ଯେମିତିକି ପରୀକ୍ଷା ଦେଉଛନ୍ତି। ସେମିତି ଏଇଠି 50ଟି MCQ ଅଛି। ତା ସହିତ ଆପଣମାନଙ୍କ ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ଦିଆଯାଇଛି ଏବଂ ଆପଣମାନେ ଦେଖିବେ ଯଦି ଏଇଟାକୁ ନିର୍ଭୁଲ ଭାବରେ ପ୍ରାକ୍ଟିସ୍ କରିବେ ଆପଣମାନେ ନିଜେ ନିଜ ମାର୍କ ମଧ୍ୟ ଚେକ୍ କରିବେ। କେମିତି ଚେକ୍ କରିବେ ଦେଖନ୍ତୁ, ମୁଁ ଆପଣମାନଙ୍କୁ କହି ରଖୁଛି। ଯେତେବେଳେ ମୁଁ এই ପ୍ରଶ୍ନକୁ ପଢ଼ିବି ଆପଣମାନେ ଗୋଟେ ଖାତା କଲମ ପାଖରେ ରଖନ୍ତୁ ଏବଂ ସେଇ ପାଖରେ ଖାତା କଲମ ରଖି ମୁଁ ଯେଉଁ ପ୍ରଶ୍ନକୁ ପଢ଼ିବି ତା ସହିତ ଉତ୍ତର କହିବି, ସେ ଉତ୍ତର ଗୁଡ଼ିକ କହିବା ଆଗରୁ ଆପଣମାନେ ସେଇ ପ୍ରଶ୍ନକୁ ପଢ଼ି ଅପସନ୍ ଗୁଡ଼ିକ ଦେଖି ସଠିକ୍ ଉତ୍ତରକୁ ଖାତାରେ টিপি ରଖନ୍ତୁ ଏବଂ ସର୍ବଶେଷରେ ଆମେ 50ଟା MCQ ଆଲୋଚନା କରିବା। ଏହି 50ଟି MCQ ମଧ୍ୟରୁ ଆଲୋଚନା ହୋଇସାରିଲା ପରେ ଆପଣମାନେ ଦେଖିବେ ଆପଣମାନଙ୍କର ସ୍କୋୟାର 50ରୁ କେତେ ରହିଲା। ଆଶା କରୁଛି ଯଦି ଆପଣମାନେ ପ୍ରତ୍ୟେକ ଦିନ ଏମିତି ଅଭ୍ୟାସ କରିବେ 10 ମିନିଟ୍ ଲେଖାଏଁ ତାହେଲେ ଆପଣମାନଙ୍କର ନିଶ୍ଚିତ ଭାବରେ 90% ରହିଯିବ ଏବଂ ପ୍ରଶ୍ନ ଗୁଡ଼ିକ କେମିତି ଆସିବ ବୋର୍ଡ଼ ପରୀକ୍ଷାରେ ତାହା ମଧ୍ୟ ଆପଣମାନେ ଭଲ ଭାବରେ ବୁଝିପାରିବେ। ଏବଂ ଏହି ଗୁଡ଼ିକ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ ଯାହାକି ଆପଣମାନଙ୍କର ବୋର୍ଡ଼ ଏକ୍ଜାମରେ ନିଶ୍ଚିତ ଆପଣମାନଙ୍କର ସହାୟକ ହେବ। ଚାଲନ୍ତୁ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖନ୍ତୁ ଏଇଠି ଟାଇମ୍ ଦେଇଛି 1 ଘଣ୍ଟା ଏବଂ ଆପଣମାନଙ୍କ ପୁରା ମାର୍କ MCQ ହେଉଛି 50 ମାର୍କ। ତ ଆମେ ଏଇଠି 1 ଘଣ୍ଟା ନେବାନି କାହିଁକିନା ଭିଡ଼ିଓ ବହୁତ ଲମ୍ବା ହେଇଯିବ। ଆମେ ଦେଖିବା 10 ମିନିଟ୍ ଭିତରେ ଭିଡ଼ିଓଟା କେମିତି ସାରିବା ଏବଂ ଆପଣମାନେ ମଧ୍ୟ ଏଇ ଜଲ୍ଦି ଜଲ୍ଦି ଟିକେ ପ୍ରଶ୍ନ ଅପସନ୍ ଗୁଡ଼ିକ ଦେଖିକି ନିଜର ସଠିକ୍ ଉତ୍ତରକୁ ଚୟନ କରନ୍ତୁ। ତ ଦେଖନ୍ତୁ ଯଦି ଆପଣମାନେ ଏମିତିକା ପ୍ରତ୍ୟେକ ଦିନ ପ୍ରଶ୍ନ ପାଇବାକୁ ଚାହୁଁଛନ୍ତି ତାହେଲେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ପ୍ରତ୍ୟେକ ଦିନ ଆପଣମାନଙ୍କୁ ଏମିତିକା ସମସ୍ତ ପେପରରେ ଆସୁଥିବା କ୍ୱେଶ୍ଚିନ୍ ଆନ୍ସରକୁ ଆପଣମାନଙ୍କ ପାଖରେ ପହଞ୍ଚିଦେବି। ତ 1 ନମ୍ବର ପ୍ରଶ୍ନ ହେଲା ଦେଖନ୍ତୁ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କେଉଁ ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି? ଦେଖନ୍ତୁ ଆପଣମାନେ ଖାତାରେ 1 ନମ୍ବର ଦେଇଦିଅନ୍ତୁ ଏବଂ 1 ନମ୍ବର ଅପସନ୍ ଗୁଡ଼ିକ ଦେଖନ୍ତୁ। ବନ୍ଦେ ମାତରମ୍, ଅପସନ୍ ଖ କହିଛି ସବୁଥିରୁ ବଞ୍ଚିତ କରି, ଅପସନ୍ ଗ କହିଛି ବନ୍ଦେ ଉତ୍କଳ ଜନନୀ, ଅପସନ୍ ଘ କହିଛି ଜୀବନ ସଙ୍ଗୀତ। ଯାହା ଯଦି ଆପଣମାନେ ସଠିକ୍ ଉତ୍ତର ଭାବୁଛନ୍ତି ସେ ସଠିକ୍ ଉତ୍ତରଟାକୁ ଆପଣମାନେ ଖାତାରେ ଲେଖିଦିଅନ୍ତୁ ଏବଂ ତାହାର ମୁଁ ଉତ୍ତର ମଧ୍ୟ କହିଦେବି। ତାପରେ ଆପଣ ଦେଖିବେ ଆପଣଙ୍କର ପ୍ରଶ୍ନ ଉତ୍ତରକୁ ମୋ ଉତ୍ତର ମ୍ୟାଚ୍ ହେଉଛି ନା ନାହିଁ। ତ ଦେଖନ୍ତୁ ଏହାର ସଠିକ୍ ଉତ୍ତର ହେବ, ଆପଣ ଜାଣିଛନ୍ତି ରାଜ୍ୟ ସଙ୍ଗୀତ ଆମର ବନ୍ଦେ ଉତ୍କଳ ଜନନୀ। ଏହା ରାଇଟ୍ ଆନ୍ସର ହେବ ଅପସନ୍ ଗ ବନ୍ଦେ ଉତ୍କଳ ଜନନୀ। କବି ଏହି କବିତାରେ କାହାକୁ ଶିକର ସମୀରା ବୋଲି କହିଛନ୍ତି? ଶିକର ସମୀରା କାହାକୁ କହିଛନ୍ତି ନା ଦେଖନ୍ତୁ ଅପସନ୍ ଗୁଡ଼ିକ ଅରଣ୍ୟ, ସମୁଦ୍ର ତଟ, ନୀଳହ୍ରଦ, ତଟିନୀ କୂଳ। ତଟିନୀ କୂଳକୁ ଆପଣମାନଙ୍କର ଶିକର ସମୀର ବୋଲି କୁହାଯାଇଛି। ସିଂହନାଦର ଅର୍ଥ କ'ଣ? 3 ନମ୍ବର ସିଂହନାଦର ଅର୍ଥ ହେଉଛି ଅପସନ୍ ଗୁଡ଼ିକ ଦେଖନ୍ତୁ, ଏକ ଅମୋଘ ଅସ୍ତ୍ର, ଏଇଟା ହେବନି। ମଇଁଷି ସିଂହ ନିର୍ମିତ ବାଦ୍ୟ, ଏଇଟା ମଧ୍ୟ ହେବନି। ବିରାଟ ଗଛର ଗଣ୍ଡି, ଏଇଟା ହେବନି। କ'ଣ ହେବ? ଅପସନ୍ ଘ ସିଂହ ପରି ଗର୍ଜନ ବା ଭୟଙ୍କର ଭୁଲ ହେଲା। କୋଉଟା ହେବ? ମଇଁଷି ନିର୍ମିତ, ଖ ନମ୍ବର ହେବ ମଇଁଷି ସିଂହ ନିର୍ମିତ ବାଦ୍ୟଯନ୍ତ୍ର, ଏଇଟା ହେବ ରାଇଟ୍ ଆନ୍ସର। ତାପରେ ଦେଖନ୍ତୁ 4 ନମ୍ବର ଭୀମଙ୍କ ସିଂହନାଦ ରଡ଼ି ଏହି ପଦ୍ୟଟି ସାରଳା ମହାଭାରତର କେଉଁ ପର୍ବରୁ ଆସିଛି? ନିହାତି ଭାବରେ ଆପଣମାନଙ୍କର ଗଦା ପର୍ବରୁ ଆସିଛି। ତାପରେ ଦେଖିବା ରାବଣକୁ ଦେବରୂପ ବୋଲି କିଏ ସମ୍ବୋଧନ କରିଥିଲେ? ରାବଣକୁ ଦେବରୂପ ବୋଲି ଶୁକ ସାରଣ ତାଙ୍କର ମନ୍ତ୍ରୀ ଦୁହେଁ ସମ୍ବୋଧନ କରିଥିଲେ। ବର୍ଣ୍ଣ ଉତ୍ସବମୟ ଚିଲିକା ତୋହର ଏହି ଶୋଭାବର୍ଣ୍ଣ, ବର୍ଣ୍ଣ ଉତ୍ସବମୟ କ'ଣ ହେବ? ଦୃଶ୍ୟ ସାୟନ୍ତନ, ସାୟନ୍ତନ ହେବ ସନ୍ଧ୍ୟାକାଳୀନ ଦୃଶ୍ୟ। ତାପରେ 7 ନମ୍ବର ସତୀଙ୍କୁ କିଏ ସତୀ ରାଜ୍ୟ ରାଣୀ ବୋଲି କୁହାଯାଇଛି? ସତୀ ସୀତାଙ୍କୁ କିଏ ସତୀ ରାଜ୍ୟ ରାଣୀ ବୋଲି ସମ୍ବୋଧନ କରିଛନ୍ତି? ଦେଖନ୍ତୁ 7 ନମ୍ବର ସତୀ ରାଜ୍ୟ ରାଣୀ ବୋଲି କିଏ କହିଛନ୍ତି ଆପଣମାନଙ୍କ ସୀତାଙ୍କୁ? ଏହାର ଅପସନ୍ ଗୁଡ଼ିକ ହେଲା ସମୀର, କଳିଙ୍ଗ, ଭ୍ରମର, ଅନୁକମ୍ପା। ଦେଖନ୍ତୁ ଅପସନ୍ ଗୁଡ଼ିକ ଦେଖିବା, ସମୀର ତ କୁହାଯାଇନି ଏଇଠି, କଳିଙ୍ଗ ମଧ୍ୟ ହେବନି, ଭ୍ରମର ହେବନି, ଅନୁକମ୍ପା ହେବନି। ତ ଏଇଠି ଅପସନ୍ ଭୁଲ ଅଛି। ଏଇଟା ହେବ ଉଷା ଦେବୀ ସୁକୁମାର ଦେବୀ ବୋଲି ସତୀ ରାଜ୍ୟ ରାଣୀ ବୋଲି କହିଛନ୍ତି। ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା ବୋଲି କହିଛନ୍ତି ଉଷା ଦେବୀ। ତ 8 ନମ୍ବର ସତୀ ସୀତାଙ୍କୁ କ'ଣ ପ୍ରଦାନ କରିବାକୁ
ଉଷା ଦେବୀ ସ୍ୱର୍ଗରୁ ଓହ୍ଲାଇଥିଲେ? ସାନ୍ତ୍ୱନା ଦେବା ପାଇଁ, ଆଶୀର୍ବାଦ ଦେବା ପାଇଁ, ଉପହାର ଦେବା ପାଇଁ, ନବଜୀବନ ଦେବା ପାଇଁ? ନବଜୀବନ। ସ୍ୱର୍ଗ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ। ଅପସନ୍ ଗ ହବ ନବଜୀବନ। ଜାଗବନ୍ଧନ ହରା କବିତାରେ ଦେଶ କାହା ଦ୍ୱାରା ଶତଖଣ୍ଡିତ ହୋଇଛି ବୋଲି କଥା କୁହାଯାଇଛି? ଏହା ହବ ଅପସନ୍ କ'ଣ? ଜାତି ଉପଜାତି ନା ଅଭାବ ଅନଟନ, ପୀଡ଼ନର ପର୍ବତ, ହିଂସାର ଆଚରଣ? ନିହାତି ଭାବରେ ଜାତି ଉପଜାତି ଦ୍ୱାରା କ'ଣ ହବ? ଏହି ସମାଜ, ଏ ଦେଶ ଶତଖଣ୍ଡିତ ହୋଇଛି। ଓଡ଼ିଆ ସାହିତ୍ୟ ଜଣେ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ କେଉଁ ସମୟର କବି ଅଟନ୍ତି? ଏହାର ଅପସନ୍ ଗୁଡ଼ିକ ଦେଖିବେ ଏବଂ ଏହାର ଉତ୍ତର ହେଉଛି ସ୍ୱାଧୀନତା ପରବର୍ତ୍ତୀ। 11 ନମ୍ବର, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ସମ୍ପ୍ରଦାୟର ଥିଲେ? ବୈଷ୍ଣବ ସମ୍ପ୍ରଦାୟର ଥିଲେ। ରାଧାନାଥ ରାୟଙ୍କର ରଚିତ ଚିଲିକା କାବ୍ୟ ଶୈଳୀରେ କାନ୍ତ କବିଙ୍କ ରଚିତ ସାହିତ୍ୟ ସୃଷ୍ଟିର ନାମ କ'ଣ? ବୈତରଣୀ ନାଇଁ କ'ଣ? ହଁ, ବୈତରଣୀ ହବ। କାହିଁକିନା ବ୍ରାହ୍ମଣୀ ନବନଦୀ ହବନି, କାହିଁକିନା ଚିଲିକାକୁ ଲେଖିକି ସେ କ'ଣ ଲେଖିଥିଲେ? ଚିଲିକାକୁ ଦେଖିକିରି ବୈତରଣୀ ଲେଖିଥିଲେ। ଅପସନ୍ କ ହବ ରାଇଟ୍ ଆନ୍ସର। ଜନ୍ମଭୂମି ପ୍ରବନ୍ଧରେ ପ୍ରାବନ୍ଧିକ ଆଈକୁ କାହା ସହିତ ତୁଳନା କରିଛନ୍ତି? ସମୟ ସହିତ କି? ଆଈ ସୂର୍ଯ୍ୟ, ଆଈ ରୂପକ ସୂର୍ଯ୍ୟ, ଆଈକୁ ସୂର୍ଯ୍ୟ ସହିତ ତୁଳନା କରିଛନ୍ତି। ତାପରେ ଦେଖିବା, ନିମ୍ନରୁ କେଉଁ ଦ୍ୱାରକା ନିକଟବର୍ତ୍ତୀ ତୀର୍ଥ ଅଟେ? ଦ୍ୱାରିକା ନିକଟବର୍ତ୍ତୀ ବ୍ୟାସ ତୀର୍ଥ ନାହିଁ, ଚକ୍ର ତୀର୍ଥ ମଧ୍ୟ ହବନି, ଗୟା ତୀର୍ଥ ହବନି, ପ୍ରଭାସ ତୀର୍ଥ ହବ। ପ୍ରଭାସ ତୀର୍ଥ। ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ଆମ୍ଭେମାନେ କାହାକୁ ଅବଲମ୍ବନ କରୁ? କାରିଗରୀ ଜ୍ଞାନକୌଶଳ ହବନି, ବୈଷୟିକ ଜ୍ଞାନ ହବନି, ଈଶ୍ୱରୀୟ ଆଶୀର୍ବାଦ ହବନି, କ'ଣ ହବ? ବିଜ୍ଞାନ ହବ। ତାପରେ ନେକ୍ସଟ ଚାଲନ୍ତୁ, ନିମ୍ନରୁ କିଏ ଇଂରେଜମାନଙ୍କ ଦୃଷ୍ଟିରେ ରିଙ୍ଗ ଲିଡର ଥିଲେ? ଭେରି ଭେରି ଇମ୍ପୋର୍ଟାଣ୍ଟ ସାଙ୍ଗମାନେ, ଏଇଟା ବାରମ୍ବାର ପରୀକ୍ଷାରେ ଆସିଥାଉଛି। କିଏ ହବ? ଫକୀର ମୋହନ ସେନାପତିଙ୍କୁ ରିଙ୍ଗ ଲିଡର ବୋଲି କୁହାଯାଏ। ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟଙ୍କ ନାମ କ'ଣ? ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ନାଁ ହେଉଛି, ଦେଖନ୍ତୁ, ରାମକୃଷ୍ଣ ହବ କି? ରାମକୃଷ୍ଣ ଗୁପ୍ତ ହବନି, ମହୀଶୂରର ମହାରାଜା ହବନି, ରାଖା ଚନ୍ଦ୍ର ଗୁପ୍ତ ହବନି, ଶରତଚନ୍ଦ୍ର ଗୁପ୍ତ ହବ। ରାଇଟ୍ ଆନ୍ସର। ତାପରେ ଦେଖନ୍ତୁ, ଚୁମ୍ବକ ଲୁହାକୁ ତା ଆଡ଼କୁ ଟାଣିଲା ପରେ ଲୋକଙ୍କର କେଉଁ ମାର୍ଗରେ ମୁହାଁଇ ଦେବା ବିବେକାନନ୍ଦ ଅସଲ ଶକ୍ତି ଥିଲା? କୋଉଟା ହବ? ଦେଖନ୍ତୁ, ଅପସନ୍ କ କହିଛି ଧର୍ମ କର୍ମ, ଏଟା ତ ହବନି। ଧର୍ମ ଜ୍ଞାନ ହବନି, ଧର୍ମ ନ୍ୟାୟ ହବନି, ଧର୍ମ ତ୍ୟାଗ। ଇଂରେଜମାନେ କେଉଁ ଆଇନ ଦ୍ୱାରା ଓଡ଼ିଶାର କୃଷକ ଜମିମାଲିକର ଜମିକୁ ନୂତନ ଜମିଦାର ଦାୟିତ୍ୱରେ ନ୍ୟସ୍ତ କରିଥିଲେ? ଓଡ଼ିଶାର କେଉଁ କୃଷକ ମାଲିକମାନଙ୍କୁ ଇଂରେଜମାନେ ଜମିମାନଙ୍କ ଦାୟିତ୍ୱ ଦେଇଥିଲେ? ଦେଖନ୍ତୁ, ଅପସନ୍ ଗୁଡ଼ିକ ଦେଖନ୍ତୁ। 19 ନମ୍ବର କହିଛି। 19 ନମ୍ବର କୋଉଟା ହବ? ଚିରସ୍ଥାୟୀ ବନ୍ଦୋବସ୍ତ ହବନି, ରାଓଲାତା ଆକ୍ଟ ହବନି, ରାଜସ୍ୱ ଲୋପନୀତି ହବନି, ସୂର୍ଯ୍ୟାସ୍ତ ନିଲାମ ଆଇନ ଦ୍ୱାରା ହବ। ଅପସନ୍ ଘ ହବ ରାଇଟ୍ ଆନ୍ସର। ତାପରେ ଦେଖିବା 20 ନମ୍ବର, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସମାଜ କେବେ ପ୍ରକାଶ ପାଇଥିଲା? ପ୍ରତିଷ୍ଠିତ ସମାଜ ପତ୍ରିକା ପ୍ରତିଷ୍ଠିତ ପାଇଥିଲା 1919 ମସିହାରେ। କାଠଗଳ୍ପର ଗାଳ୍ପିକ କିଏ? ଖ ନମ୍ବର, ବସନ୍ତ କୁମାର ଶତପଥୀ। କାଠୁରିଆ କୁରାହାଟର ଓଜନ କେତେ ଥିଲା? କେତେ ନମ୍ବର? 1.5 କିଲୋ ହବନି, 2.5 କିଲୋ ହବନି, 3 କିଲୋ ହବନି, 2 କିଲୋ ହବ। କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରଧାର୍ଯ୍ୟ, ଏହି ଉକ୍ତିଟି କାହାର? କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରଧାର୍ଯ୍ୟ କାହାର? ଏଇଟା ମହାମନ୍ତ୍ରୀଙ୍କର। କାହାର? ମହାମନ୍ତ୍ରୀ ହବ। ରାଜେଶ୍ୱରୀ ହବନି, ମହାମନ୍ତ୍ରୀ ହବ। କଳିଙ୍ଗ ଯୁଦ୍ଧରେ ରାଜେଶ୍ୱରୀ କାହା ସହିତ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ? କେତେ ନମ୍ବର ହବ? କୋ ଅପସନଟା ହବ? ମଗଧ ସୈନ୍ୟ ହବନି, ମଗଧ ସମ୍ରାଟ ହବନି, ମଗଧର ସେନାପତି ହବ। ଅପସନ ଗ ହବ ରାଇଟ୍ ଆନ୍ସର। ବେଲ ଅଶ୍ୱତ୍ଥ ବଟବୃକ୍ଷ ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ନା ଅପସନ ଝଙ୍କାର ହବନି, ଆସନ୍ତାକାଲି ହବନି, ଦୁର୍ମୁଖ ହବନି, ନବରବି ହବ। ନଟବର ବାବୁ ମନ୍ଦିର ଚୌତରା ପାଖରେ କାହାକୁ ମୁଣ୍ଡିଆଟେ ମାରିଥିଲେ? ନଟବର ବାବୁ କାହାକୁ? ମଧୁ ଷଡ଼ଙ୍ଗୀ, ବନ୍ଧୁ ଷଡ଼ଙ୍ଗୀ, ମଧୁ ତିଆଡ଼ି ହବ। କୋଣାର୍କ ଏକାଙ୍କିକାରେ କେଉଁ ପ୍ରସଙ୍ଗ ଉପରେ ନାଟ୍ୟାୟିତ ହୋଇଛି? ଦଧିନଉତି ବସିବ ପ୍ରସଙ୍ଗରେ। ଛାମୁ ସୌନ୍ଦର୍ଯ୍ୟର ପୂଜାରୀ, ଏହା କାହାର ଉକ୍ତି? ଏହା ହେଉଛି ମନ୍ତ୍ରୀ ଶିବେଇ ସାମନ୍ତରାୟଙ୍କର ଉକ୍ତି। ତାପରେ ଦେଖିବା 29 ନମ୍ବର। 29 ନମ୍ବରରେ କହିଛି, ଦେଖନ୍ତୁ କ'ଣ? ବାସ୍ତବତାରେ କ'ଣ ମିଶିଲେ ଦ୍ୱନ୍ଦ୍ୱ ସୃଷ୍ଟି ହବ? ବାସ୍ତବତାରେ କ'ଣ? ସ୍ୱପ୍ନର ଆବେଗ ଯଦି ମିଶିବ ତାହେଲେ ଦ୍ୱନ୍ଦ୍ୱ ସୃଷ୍ଟି ହବ। ସୁବ୍ରତଙ୍କ ପାଇଁ ସାରସ୍ୱତ ପ୍ରେରଣା ଉତ୍ସ କିଏ ଥିଲେ? ପୁରବୀ। ଗଛଟି ପାଣିରେ ଜଳିଗଲା, ଏହା କାହିଁକି ବାକ୍ୟ ହେଲାନି? ଯୋଗ୍ୟତା। କାହିଁକି ନା ପାଣିରେ ଗଛ କେବେ ଜଳେନି, ସେଥିପାଇଁ ଯୋଗ୍ୟତାର ଅଭାବ।
କୌଣସି ବାକ୍ୟର ସମନ୍ୱିତ ରୂପକୁ କି ବାକ୍ୟ କହିବା? ମିଶ୍ର ବାକ୍ୟ କହିବା। ପାନ ବେପାର କରୁଥିବା ଲୋକଟି ଗ୍ରାମାନ୍ତର ଗଲା ବା ଗାଁକୁ ଗଲା ବା ପାନର ଗାଁକୁ ଗଲା, ଏ ବାକ୍ୟ ଯୋଉ ସଂକ୍ଷେପଣ କରାଯାଇଛି, ଦୀର୍ଘ ବାକ୍ୟଟାକୁ ସଂକ୍ଷେପରେ ଲେଖାଗଲା, ତ କିପରି କରାଯାଇଛି? ତଦ୍ଧିତ ପଦ ଦ୍ୱାରା କରାଯାଇଛି। ପ୍ରାଣ, ଅପସନ ଦେଖନ୍ତୁ ପ୍ରଶ୍ନକୁ, ପ୍ରାଣ, ଏଠାରେ ପ୍ରାଣ ଶବ୍ଦଟି ନ ହେବା କାରଣ କଣ? ଯେ ନ ହେବା କଥା, ତ ତାକୁ ଭାଗି ଦିଅନ୍ତୁ। ପ୍ରାଣକୁ କଣ ଲେଖିବ? ପ ଲେଖିଦିଅ। ଦେଖନ୍ତୁ ପ୍ରାଣ, ପ ହଳନ୍ତ ର ହଳନ୍ତ ଆ, ପ୍ରା ନ ହଳନ୍ତ ଅ। ଏଇଟା କାହିଁକି ହେଇନି? ଦେଖନ୍ତୁ ଆ ପରେ ନ ଥିବାରୁ, ସ୍ୱର ବର୍ଣ୍ଣ ପରେ ନ ଥିବାରୁ ସିଏ କଣ ହେଲା? ଣ ହେଲା। ତ ନ ହେଲା ନାହିଁ, ସେଥିପାଇଁ ଆ ପରେ ନ ଥିବାରୁ। ତାପରେ ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର? ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ବାକ୍ୟ ହେଉଛି କେତେ ପ୍ରକାର? ଦେଖନ୍ତୁ 5 ପ୍ରକାର, ନାଇଁ 4 ପ୍ରକାର ହବ। 4 ପ୍ରକାର। ଏକ ସକର୍ମକ ବାକ୍ୟରେ କର୍ମପଦ କେଉଁଠାରେ ବସେ? ସକର୍ମକ ବାକ୍ୟରେ କର୍ମପଦ କୋଉଠି ବସେ? କ୍ରିୟା ପୂର୍ବରୁ ବସେ। ରାମ କଟକ ଗଲା ନାହିଁ, ଗଲା ନାହିଁ, ତ କୋଉଟା ହବ? ଗଲା ନାହିଁ। ଏଟା କୋଉଟା ହବ? କଟକ ହବ। କଟକଟା କୋଉଠି ହେଲା? ଗଲା, ଗଲା ନାହିଁ ମାନେ ଗଲା ହଉଛି କଣ? କର୍ମ କ୍ରିୟାପଦ, କ୍ରିୟାପଦ ପୂର୍ବରୁ କର୍ମପଦ ବସିବ, ହେଲା କି? କ୍ରିୟା ପୂର୍ବରୁ ହେଲା। ତାପରେ ଗବେଷଣା, ଏହି ଶବ୍ଦରେ ଶତବିଧି କିପରି ବିଧି କିପରି ହୋଇଛି? ଗବେଷଣାରେ ଶତବିଧିଟା କିପରି? ଦେଖନ୍ତୁ ଗବେ ବେ ଗବେ, ଦେଖନ୍ତୁ ମୁଁ ଲେଖି ଦଉଛି, ଗ ହଳନ୍ତ ଅ ଗ, ତାପରେ ବ ହଳନ୍ତ ଏ, ତାପରେ ସ ହଳନ୍ତ ଅ, ଏ ପରେ ସ ଥିବାରୁ ଏଠି କଣ ହେଲାନି? ଶତବିଧି ରହିଛି। ନିମ୍ନରେ ପ୍ରଦତ୍ତ ଶବ୍ଦର ଶୁଦ୍ଧ ରୂପଟି କଣ? ଏହି ଯୋଉ ଦିଆଯାଇଛି ଶୁଦ୍ଧ ରୂପଟି ଦେଖନ୍ତୁ, ତ ଦୁରାବସ୍ଥା ଏଇଟା ହବ କି? ଦୁରାବସ୍ଥା ଏଇଟା ହବନି, ଏଇଟା ହବନି, କୋଉଟା ହବ? ଦୁରବସ୍ଥା, ଅପସନ ଘଟା ହବ। ତାପରେ ଦେଖନ୍ତୁ 39 ନମ୍ବର, କୌଣସି ବାକ୍ୟର ମୂଳ ଅର୍ଥକୁ ଯଦି ବାଦ ଦେଇକି ଅବଶିଷ୍ଟ ଅର୍ଥରେ ବ୍ୟବହୃତ କଲେ ତାକୁ କଣ କହିବା? ମୂଳ ଅର୍ଥକୁ ବାଦ ଦେବା, ତ ଆଉ ଗୋଟେ ଅର୍ଥରେ ପ୍ରକାଶ କରିବା, ତାହେଲେ ଆମକୁ ଲୋକବାଣୀ ବୋଲି କହିବା। କଣ କହିବା? ଲୋକବାଣୀ। ସେ ମୋ ସମ୍ପତ୍ତି ଉପରେ କଣ ହେଇଛି? ଆଖି ବୁଲାଉଛି ନା ଆଖି ପକାଉଛି ନା ଆଉ କଣ ଦେଇଛି? ରହିଥିବ ଦେଖିବା। ତ ଦେଖନ୍ତୁ ଏଠି ଆଖି ବୁଲାଉଛି ହବନି, ଆଖି ଦେଇଛି ମଧ୍ୟ ହବନି, ତ ହବ କଣ? ଆଖି ପକାଉଛି ହେବା କଥା। ଦେଖନ୍ତୁ ଏଇଠି ଆଖି ପକାଉଛି ଦେଇଛି, ତ ରାଇଟ୍ ଆନ୍ସର ହବ ଅପସନ ଘ ହବ, ଆଖି ପକାଉଛି। ତାପରେ ଦେଖିବା 41 ନମ୍ବର, କୌଣସି ଉପାୟରେ କାର୍ଯ୍ୟ ହାସଲ କରିବା, ଏଥିପାଇଁ ଠିକ ଲୋକବାଣୀ। କୌଣସି ଉପାୟରେ ଯଦି କାର୍ଯ୍ୟ ହାସଲ କରିବା, ତାକୁ ଆମେ ଯଦି ଲେଖିବା କଣ ହବ? କୋପେବର ନହେଲେ ତପେବର। ସେମିତି 42 ନମ୍ବର ଦେଖେ, ଧରାକୁ ସରା ମଣିବା, ଧରାକୁ ସରା ମଣିବା, ଏଟା କୋଉଟା ହବ? ଦେଖନ୍ତୁ କ ନମ୍ବର ହବ କି? ଛୋଟକୁ ହେୟ ଜ୍ଞାନ କରିବା ହବନି, ଗୁପ୍ତ କଥା, ଏଇଟା ସଭାରେ ହାଣ୍ଡି ଭାଙ୍ଗିବା, ତ ଏଇଟା ହବ ଅତି ଗର୍ବ ପ୍ରଦର୍ଶନ କରିବା, ଏଇଟା ହବ ରାଇଟ୍ ଆନ୍ସର। କବିତାକୁ ଗତିଶୀଳ କରାଉଥିବା ଛନ୍ଦକୁ ପଦ୍ୟ ରଚନାର ଡ୍ରେସ୍ ବୋଲି କୁହାଯାଏ। କଣ କହିବା? ପଦ୍ୟ ରଚନାର ବୈଶିଷ୍ଟ୍ୟ ବୋଲି କହିବା। କର୍ମ କଷଣ ଦେହ ସହେ, ଅରଣ୍ୟ ଅଜଗର ପ୍ରାୟ। ଉପରୋକ୍ତ ପଦ୍ୟାଂଶଟି କେଉଁ ଛନ୍ଦରେ ରାମକେରି ହବ କି? ରାମକେରି ହବନି, ବଙ୍ଗଳାଶିରୀ ହବନି, ଏବଂ ନଟବାଣୀ ହବ କି? ନାହିଁ। ଏଟା ହଉଛି, ଦେଖନ୍ତୁ ଗଣି ଦିଅନ୍ତୁ, 1 2 3 4 5 6 7 8 9, ପ୍ରଥମ ପାଦର ଅକ୍ଷର ସଂଖ୍ୟା 9 ହେଲା। ଦ୍ୱିତୀୟ ପାଦ ଦେଖନ୍ତୁ 1 2 3 4 5 6 7 8 9, ତାହେଲେ ପ୍ରଥମ ଦୁଇଟି ପାଦରେ ଏକ ପଦ ହେଇଛି, ଅକ୍ଷର ସଂଖ୍ୟା ମଧ୍ୟ 9, ତାହେଲେ ନବାକ୍ଷର ହବ, ବା ତାକୁ ଭାଗବତ ବାଣୀ ବା ଗୁଜରୀ ମଧ୍ୟ କୁହାଯାଏ। ତାପରେ ଦେଖିବା ଚୈତନ୍ୟ ଦାସଙ୍କ ବିଷ୍ଣୁଗର୍ଭ ପୁରାଣ କେଉଁ ଛନ୍ଦରେ? ଚୈତନ୍ୟ ଦାସଙ୍କର ବିଷ୍ଣୁଗର୍ଭ ପୁରାଣ, ତାପରେ ଆଉ ଗୋଟେ ଦେଖିବା ଆମେ ଯଦି ଶାରଳା ଦାସଙ୍କର ବଳରାମ ଦାସଙ୍କର ଦାଣ୍ଡି ରାମାୟଣ, ତାହେଲେ ଏଟା କେଉଁ ବୃତ୍ତ ହବ? ଦାଣ୍ଡି ବୃତ୍ତ ହବ। 45 ନମ୍ବରଟା କଣ ହବ? ଅପସନ କ ହବ। ତୁମ ସାହିତ୍ୟ ସିନ୍ଧୁ ପୁସ୍ତକରେ ସ୍ଥାନର ମଙ୍ଗଳ ଅଇଲା ଉଷା ଅଛି, ଏହି କବିତାଟି କେଉଁ ଛନ୍ଦରେ? କାହିଁକି ନା 4 ପାଦରେ ଏକ ପାଦ ହଉଛି ନା, 4 ପାଦରେ ଏକ ପଦ ହଉଛି, ତାକୁ ଚୋଖୀ ବୋଲି କହିବା। ସାହିତ୍ୟକୁ ସରସ ସୁନ୍ଦର ଏବଂ ରମଣୀୟ କରିବା ପାଇଁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଗୁଡ଼ିକ ଆବଶ୍ୟକ, ତାକୁ ଆମେ କଣ କହିବା? ତାକୁ ଆମେ ଅଳଙ୍କାର ବୋଲି କହିବା। ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତସ୍ମରୀ, ତ ଏହା ଉପରୋକ୍ତ କେଉଁ ଅଳଙ୍କାର? କାହିଁକି ଦେଖନ୍ତୁ
এই जो अलंकार गुड़िक दिखाई देख बारंबार व्यंजन वर्ण गुड़ी कल 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 व्यवहार है ना तो बारंबार जदि व्यंजन वर्ण गुड़िक बारंबार व्यवहार है ताकू आमे कहबा अनुप्रास कौन कहबा अनुप्रास। तापर 49 नंबर जोठारे उपमान उपमेय मध्य सादृश्य उपमान एवं जदि उपमेय जदि एकापरे सादृश्य देखागला ताकू आमे केउ अलंकार कहबा सांग माने ताकू आमे कहबा उपमा अलंकार। तापर देखिबा श्वेतांग चढ़ई गृह समुद्गत निरभेदी किबा उठे ऐरावत एठी कौन लागिला कि प्रकार शब्द एटा ये जो प्रयोग रही किबा शब्दटा ये जो किबा शब्दटा उत्प्रेक्षावाचक शब्द है कि कौन हम उत्प्रेक्षावाचक शब्द हम राइट आंसर ख नंबर। तो बंधुगण आमे वर्तमान देखिले आपण मानकर 50टा एमसीक्यू देखिले एवं 50टा एमसीक्यू मध्यरु आपण मानकर केतोटी सठिक उत्तर अछि निहाती कमेंट माध्यम जणाइबे एवं जण देखिबा आपण मानक 50 रु 50 कार रहिछि एगुड़िक निहाती जानिबा इच्छा अछि सेथि पई आपण माने कमेंट माध्यम निश्चित जणाइबे केते मार्क आपण मानक रहिला एवं परवर्ती वीडियो रे आउ कोन नेक्स्ट क्वेश्चन आसीबो निहाती मु आपण मान भएर पहुंचे देबी एवं ता सहित आम चैनल को सब्सक्राइब करि रहंतु जेते बेले कोनोसी वीडियो आसीबो ताले सर्वप्रथम आपण मानको मु प्रथमे जणाइ देबी। रहउछि बंधुगण परवर्ती वीडियो रे पुणी देखा हबो। जय जगन्नाथ।